ଆସ ଏହି ଐତିହାସିକ ତଥ୍ୟଗୁଡ଼ିକ ବିଷୟରେ ଆଲୋଚନା କରିବା। 1. 1925 ପରେ ଗାନ୍ଧିଜୀ କେବେ ପୁଣି ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ଯାଆନ୍ତି? 1934ରୁ 1939 ପର୍ଯ୍ୟନ୍ତ। 2. ଦ୍ୱିତୀୟ ଥର ଗାନ୍ଧିଜୀ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ଯାଇ କ'ଣ କରନ୍ତି? ୱାର୍ଦ୍ଧାରେ ସେବାଗ୍ରାମ ପ୍ରତିଷ୍ଠା କରନ୍ତି। 3. ଗାନ୍ଧିଜୀ ପୁନର୍ବାର କେବେ ପ୍ରତ୍ୟକ୍ଷ ରାଜନୀତିକୁ ଫେରନ୍ତି? 1939 ଖ୍ରୀଷ୍ଟାବ୍ଦରେ। 4. ଗାନ୍ଧିଜୀ କେବେ ବ୍ୟକ୍ତିଗତ ସତ୍ୟାଗ୍ରହ ଆନ୍ଦୋଳନ ଚାଲୁ ରଖନ୍ତି? 1940-41ରେ। 5. ଭାରତ ଛାଡ଼ ଆନ୍ଦୋଳନ କେବେ ଆରମ୍ଭ ହୁଏ? 1942 ଖ୍ରୀଷ୍ଟାବ୍ଦରେ। 6. ଭାରତ ଛାଡ଼ ଆନ୍ଦୋଳନ ସମୟରେ ଗାନ୍ଧିଜୀଙ୍କ ବାର୍ତ୍ତା କ'ଣ ଥାଏ? କର ବା ମର, ଡୁ ଅର୍ ଡାଏ। ଧନ୍ୟବାଦ।